আদৌ কর্মসংঘাত করয় কর্মসংঘাত করয়তি করু সংগম আদৌ কর্মসংঘাত করয়তি করু সংগম মাত্র কুক্ষং তিতংমা বিড়মুত্রামিদ মধ্যে কোথয়তি নিতরাং জঠোরো জাতবেদা যজ্জত বৈ তত্র দুঃখং ব্যথয়তি নিতরাং সত্যতে কেন বক্তুম ক্ষন্তব্যমে অপরাধ শিব 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 ভূ শ্রীমহাদেব শম্ভু। ভগবান শিব লক্ষ্মীনারায়ণ জগন্নাଥ বলভদ্ର ସୁଭଦ୍ରା ଆଜି ଦିନର ଇଷ୍ଟଦେବତା ଚନ୍ଦ୍ର ଦେବତା ତାଙ୍କ ଇଷ୍ଟଦେବୀ ଭୁବନେଶ୍ୱରୀ ଇଷ୍ଟଦେବୀ ଜଗଜ୍ଜନନୀ ମା ଖଣ୍ଡୁଆଳି ଯେଉଁମାନେ ଆଜିର ଏ ଆଷ୍ଟ୍ର ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଏବଂ ଆତ୍ମସନ୍ତୋଷର ଦିନ ହେଉ ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ଆଜି ସେପ୍ଟେମ୍ବର ମାସ 2 ତାରିଖ ଭାଦ୍ରବ ମାସ କୃଷ୍ଣପକ୍ଷ ଅମାବାସ୍ୟା ସୋମବାର। ଅମାବାସ୍ୟା 60 ଦଣ୍ଡ ଅହରାତ୍ର ଭୋଗ କରିବେ। ଆଜିର ରାଶି ନକ୍ଷତ୍ର ମଘା ସିଂହ। ମଘା ନକ୍ଷତ୍ର ରାତ୍ରି 12ଟା 20 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଚନ୍ଦ୍ର ସିଂହ ରାଶିରେ ଅହରାତ୍ର 60 ଦଣ୍ଡ ଭୋଗ କରିବେ। ଅମାବାସ୍ୟା ତିଥି ଯୋଗୁଁ ମାଛ ମାଂସ ଖାଇବା ମନା, ଖାଇଲେ ମହାପାପ। ଏ ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା 12ଟି ରାଶିର କେମିତି କଟିବ, 12ଟି ରାଶି ବ୍ୟକ୍ତିମାନଙ୍କର କେମିତି କଟିବ ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ପଞ୍ଚମ ଚନ୍ଦ୍ର ଘାଟ ନକ୍ଷତ୍ର ଯୋଗୁଁ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ ଏବଂ ଇତର ଜଣଠାରୁ ଅପମାନ ପାଇବେ। ସନ୍ତାନମାନଙ୍କର ଶିକ୍ଷା ଦୀକ୍ଷା ଚାରିଚରଣ ବ୍ୟବହାର କଥାବାର୍ତ୍ତା ଓ କର୍ମକୁ ନେଇ ଚିନ୍ତିତ ହେବେ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ବିଦ୍ୟା ବୁଦ୍ଧି ଜ୍ଞାନ ଗାରିମା ପ୍ରତ୍ୟୁତ୍ପନ୍ନ ମତି ଦୂରଦୃଷ୍ଟି ଧୀଶକ୍ତି ଓ ସ୍ମରଣ ଶକ୍ତି ହ୍ରାସ ପାଇବ ଏବଂ ଅପମାନ ଅପଯଶ ଅପନିନ୍ଦା ମିଳିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ। କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ। ଯେଉଁମାନଙ୍କର ଅଶ୍ୱିନୀ ମେଷ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 6, ଆରାଧନା ପ୍ରଭୁ ହନୁମାନ। ବୃଷ ରାଶି କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁଁ ଧନ ସମ୍ପଦ ପ୍ରାଚୁର୍ଯ୍ୟ ପ୍ରତିପତ୍ତି ବୃଦ୍ଧି ପାଇବ। ସ୍ୱଜନ ପରିଜନ ବନ୍ଧୁ ବାନ୍ଧବ ସହକର୍ମୀ ସହଯୋଗୀଙ୍କ ସହଯୋଗ ମିଳିବ। ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ହୃତ ଧନ ଫେରି ପାଇବେ। ଜମିଜମା ବିବାଦ ପରିବାର ବିବାଦ ଏବଂ ମାଦି ମକଦ୍ଦମାରେ ବିଜୟ ହାସଲ କରିବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଓ ପଦସ୍ଥ ଅଧିକାରୀଙ୍କର ଶୁଭଦୃଷ୍ଟିରେ ରହିବେ। ଯେଉଁମାନଙ୍କର କୃତିକା ଓ ମୃଗଶିରା ବୃଷ ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ ସିଲଭର, ସଂଖ୍ୟା 4, ଆରାଧନା ମା ସମଲେଶ୍ୱରୀ। ମିଥୁନ ରାଶି ତୃତୀୟ ଚନ୍ଦ୍ର ଓ ଘାତ ବାର ଯୋଗୁଁ ଘାତ ବାରର ପ୍ରଭାବ ବିଶେଷ ରହିବ ନାହିଁ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି, ସ୍ୱଜନ ପରିଜନ ବନ୍ଧୁ ବାନ୍ଧବ ସହକର୍ମୀ ସହଯୋଗୀଙ୍କ ସହଯୋଗ ମିଳିବ। ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭାଇ ଭଉଣୀଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ। ମନରେ ଦୃଢ଼ ଇଚ୍ଛାଶକ୍ତି ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ସୁଖବର ସୁସମ୍ବାଦ ମିଳିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 4, ଆରାଧନା
माँ छिन्नमस्ता। कर्कट राशि घात चंद्र जो धन क्षति मानसिक अचिरता परिवार में मनमालिन्य एवं अमावास्या तिथि जो शारीरिक पीड़ा भोगे। धन को नहीं विवाद माली मकदमार पड़ पारती एवं मूल्यवान पदार्थ नष्ट किंबा हजि जापे। वाणिज्य व्यवसाय और परिवहन में क्षति पहुँच एवं आर्थिक ठकामी पड़े। कर्म विफलता कर्म प्रति अनाग्रह और समस्त कर्म बहुविध समस्यार सम्मुखीन हे। जो मानकर पुष्या कर्कट से सतर्कता अवलंबन करेंगे। शुभ रंग धड़ा संख्या 1 आराधना माँ भुवनेश्वरी। सिंह राशि श्री चंद्र सोमवार जो धन मान सम्मान लक्ष्मीकर कृपा एवं सुखाद्य सुवचन प्राप्ति हो। मनरे प्रसन्नता परिवार सुख शांति चाली चलन व्यवहार कथबार्ता मार्जित और सर्वजन आदृत हो। वाणिज्य व्यवसाय और परिवहन में आय जहाँ हेले मनरे आत्मसंतोष और आत्मतृप्ति रहिबो। कर्म स्वल्प परिश्रम अधिक सफलता और सहकर्मी सहयोग प्राप्त करेंगे। जो मानकर पूर्वा फाल्गुनी और उत्तरा फाल्गुनी सिंह से उपकृत हेबे। शुभ रंग गोलापी संख्या 3 आराधना प्रभु श्री जगन्नाथ। कन्या राशि द्वादश तंत्र जो अपव्यय अपवाद और अपदोषर मुक्त हेबे एवं मनर दुश्चिंता दुर्भावना और हतोत्साह भाव अपसरी जीव। ठीक समय ठीक निष्पत्ति नेबार समर्थ हेबे एवं अनुचित कर्म विच्युत होई उचित कर्म आग्रह रखिबे। वाणिज्य व्यवसाय और परिवहन में आय उत्तम हेबो एवं आयर किछि अंश संचय विनियोग करेंगे। कर्म आशा ठारू अधिक सफलता एवं समस्त कर्म आज आपण सहज हेबो। जो मानकर उत्तरा फाल्गुनी और चित्रा कन्या से उपकृत हेबे। शुभ रंग मेरून संख्या 8 आराधना माँ छिन्नमस्ता। तुला राशि एकादश चंद्र सोमवार जो आकस्मिक धन लाभ कौन विशेष सूत्र धन प्राप्ति एवं हृत धन फेरी पाइबे। आयर नूतन मार्ग खोल एवं धनर सद्विनियोग करेंगे। मूल्यवान धातु भूमि और जानवाहन क्रय करेंगे एवं नूतन व्यवसाय उद्यम जारी रखिए। वाणिज्य व्यवसाय और परिवहन में आय अति उत्तम हेबो। कर्म सफलता और कर्मस्थान समस्त सुविधा सुजोग हासिल करेंगे। जो मानकर चित्रा और विशाखा तुला से उपकृत हेबे। शुभ रंग नील संख्या 2 आराधना माँ कमला। मिछा राशि दशम चंद्र सोमवार जो कर्म प्रति एकाग्रता और आंतरिकता अधिक रहिबो एवं समस्त कर्म आशा ठारू अधिक सफलता मिल। मनरे सत्चिंता सद्भावना प्रकाश पाइब एवं सत्कर्म अधिक आग्रह रहिबो। वाणिज्य व्यवसाय और परिवहन में आय जहाँ हेले मनरे आत्मसंतोष और आत्मतृप्ति रहिबो। जो मानकर विशाखा और ज्येष्ठा बिच्छा से उपकृत हेबे। शुभ रंग लाल संख्या 6 आराधना माँ बगलामुखी। धनु राशि कृष्णपक्षर नवम चंद्र जो मान सम्मान हानि मानसिक दुश्चिंता परिवार में मनमालिन्य एवं निजर प्रिय बंधु किंबा पुरातन बंधुओं सह विवाद किंबा अपमान मिल पाए। मन अस्थिर विषादग्रस्त और चापग्रस्त रहिबो। उन्नतिमूलक कर्म प्रतिबंधक एवं धार्मिक कर्म विघ्न देखादेव। वाणिज्य व्यवसाय मांदा रहिबो। कर्म विफलता और सहकर्मी उपहासर पात्र हेबे। जो मानकर पूर्वाषाढ़ा और उत्तराषाढ़ा धनु से सतर्कता अवलंबन करेंगे। शुभ रंग हलदिया संख्या 2 आराधना गजानन। मकर राशि घात चंद्र अमावास्या तिथि जो
ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍ ଇଲେକ୍ଟ୍ରିକ୍ ଦ୍ରବ୍ୟ ବ୍ୟବହାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ। ଉଚିତ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ଏବଂ ସତ୍ସଙ୍ଗ ପରିତ୍ୟାଗ କରି କୁସଙ୍ଗରେ ପଡ଼ିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବଦଖର୍ଚ୍ଚ ଅଧିକ ହେବ। କର୍ମରେ ବିଫଳତା ଓ ବହୁବିଧ ସମସ୍ୟାର ସମ୍ମୁଖୀନ ହେବେ। ଯେଉଁମାନଙ୍କର ଶ୍ରବଣ ମକର ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଇନ୍ଦ୍ରନୀଳ, ସଂଖ୍ୟା 11, ଆରାଧନା ମା ଦୁର୍ଗା। କୁମ୍ଭ ରାଶି, ସପ୍ତମ ଚନ୍ଦ୍ର ସୋମ 12 ଯୋଗୁଁ ମାନସିକ ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ପରିଚିତ ମହିଳାଙ୍କଠାରୁ ସାହାଯ୍ୟ ସହଯୋଗ ଏବଂ ଧନ ମିଳିବ। ଆମୋଦ ପ୍ରମୋଦ ମୌଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାର ପ୍ରତି ଅଧିକ ଯତ୍ନବାନ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କର ସହଯୋଗ ମିଳିବ। ଶେଷ ରାଶି ମୀନ ରାଶି, ଷଷ୍ଠ ଚନ୍ଦ୍ର ସୋମ 12 ଯୋଗୁଁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା, ତତ୍ପରତା ଓ ସମୟାନୁବର୍ତ୍ତିତା ଆପଣାଇବେ। ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଏବଂ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ। ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନସମ୍ପର୍କ ବୃଦ୍ଧି ପାଇବ ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧା ବିଘ୍ନ ଦୂର ହେବ। ଯେଉଁମାନଙ୍କର ପୂର୍ବ ଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 5, ଆରାଧନା ଜଗଜ୍ଜନନୀ ମା ତାରା। ଏ ଥିଲା 12ଟି ରାଶିର ବ୍ୟକ୍ତିମାନଙ୍କର ଦୈନିକ ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ଏବଂ ଶୁଭମୟ ହେବ। ଶ୍ରୀ ଚନ୍ଦ୍ର ମହାମନ୍ତ୍ରସ୍ୟ ଗୌତମ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ଚନ୍ଦ୍ରମାହାଗ୍ରହ ଦେବତା ସୁପ୍ରୀତୟେ। ଚନ୍ଦ୍ରମାହାଗ୍ରହ ଦେବତା ମନ୍ତ୍ର 178 ସଂଖ୍ୟକ ମନ୍ତ୍ର ଜପେ ବିନିଯୋଗ। ଏଉଠିକି ଥରେ ପଢ଼ିବେ, ଏଇଟା ଋଷ୍ୟାଦି ଏବଂ ମନ୍ତ୍ରଟି ହେଲା ଓಂ ଐଂ ହିଂ ସୋମାୟ ନମଃ। ଏ ମନ୍ତ୍ରକୁ ସକାଳେ 108 ଏବଂ ସନ୍ଧ୍ୟାରେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ସକାଳ 8ଟାରେ। ସେତେବେଳେ ସମୟ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।